ଭାଦ୍ରବ ମାସ ଶୁକ୍ଳପକ୍ଷ କନ୍ୟା 3 ଦିନ ସେପ୍ଟେମ୍ବର 18 ତାରିଖ ବୁଧବାର। ଆଜି ଭାଦ୍ରବ ପୂର୍ଣ୍ଣିମା, ଇନ୍ଦୁ ପୂର୍ଣ୍ଣିମା, ଭାଗବତ ଜନ୍ମ, ସପ୍ତମେଘ ବିସର୍ଜନ, ଶ୍ରୀମନ୍ଦିରରେ ଇନ୍ଦ୍ରହାତୀ ଉତ୍ସବ, ଅପରପକ୍ଷ ଆରମ୍ଭ। ଆଦ୍ୟ କର୍କଟ ରାଶିରେ ଘାତବାର, ପୂର୍ଣ୍ଣିମା ଦିନ 8ଟା 4 ମିନିଟ୍ ପର୍ଯ୍ୟନ୍ତ, ତାପରେ ପ୍ରତିପଦ ରାତ୍ର 4ଟା 20 ମିନିଟ୍ ପର୍ଯ୍ୟନ୍ତ, ପୂର୍ବଭାଦ୍ର ନକ୍ଷତ୍ର ରାତ୍ର ଦିନ 11ଟା ମିନିଟ୍ ପର୍ଯ୍ୟନ୍ତ, 11 ଘଣ୍ଟା ମିନିଟ୍ ପର୍ଯ୍ୟନ୍ତ, କୁମ୍ଭଚନ୍ଦ୍ର ପ୍ରାତ 5ଟା 44 ମିନିଟ୍ ପର୍ଯ୍ୟନ୍ତ। ରାହୁକାଳ ସମୟ ଆସନ୍ତୁ ଜାଣିବା। ଦିବା 11ଟା 39ରୁ ଦିବା 1:09 ମଧ୍ୟରେ ରାହୁକାଳ। ଗତ ଦିବସେ ମିଥୁନ ରାଶି ପୁରୁଷ, ମୀନ ରାଶିରେ ଘାତଚନ୍ଦ୍ର। ପ୍ରାତ 5ଟା 44 ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, ମୀନ ରାଶିର ଏବଂ ଦିବା 8ଟା 4 ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ମକର, ମୀନ ରାଶିର ଚନ୍ଦ୍ରଶୁଦ୍ଧି। ଧନୁରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର ଘାତଚନ୍ଦ୍ର। ଦିବା 11 ଘଣ୍ଟା ମିନିଟ୍ ଅଶ୍ୱିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ମଘା, ଉତ୍ତର ଫାଲ୍ଗୁନୀ, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ମୂଳା, ଉତ୍ତରାଷାଢ଼ା, ଧନିଷ୍ଠା, ପୂର୍ବଭଦ୍ର, ରେବତୀ ନକ୍ଷତ୍ରଙ୍କର ତାରାଶୁଦ୍ଧି। ମୃତେ 11 ଘଣ୍ଟା ମଧ୍ୟରେ ରାତ୍ର 4ଟା 20 ଗତେ ଏକପଦ ପୁଷ୍କର ଦୋଷ। ଅପରପକ୍ଷର ପ୍ରତିପଦା ଶ୍ରାଦ୍ଧ। ଆଜି ତୃଣକାଷ୍ଠ ଛେଦନ ନିଷେଧ, ପାଣି କଖାରୁ ଖାଇବା ମନା। ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ମେଷ ରାଶିର ବ୍ୟକ୍ତିବିଶେଷ ପାଇଁ ଆଜି ଦିନରେ ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କର ସହଯୋଗ ମିଳିବ। ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ। ବାଦ ବିବାଦ ଦୂର ହୋଇଯିବ। ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶକୁ ଯାତ୍ରା କରିପାରନ୍ତି। ତାପରେ ଆସନ୍ତୁ ଜାଣିବା ବୃଷ ରାଶିର ବ୍ୟକ୍ତିବିଶେଷ ପାଇଁ ଆଜି ଦିନଟି କିପରି କଟିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଯୋଗୁଁ ଆପଣ ଲାଭବାନ ହେବେ। ଭବିଷ୍ୟତ ପାଇଁ ଆପଣ ଚିନ୍ତିତ ରହିବେ ଓ ସମ୍ପତ୍ତି ମାମଲାରେ ସୁଧାର ଆସିବ। ମାନସିକ ଚିନ୍ତା ବୃଦ୍ଧି ପାଇବ। ବନ୍ଧୁ ସହଯୋଗ ମିଳିପାରେ। ମହିଳାମାନେ ସୁଖୀ ହେବେ। ଛାତ୍ରଛାତ୍ରୀମାନେ ସଫଳ ହେବାର ଆଶା କମ୍ ରହିବ। ତାପରେ ଆସନ୍ତୁ ଜାଣିବା ମିଥୁନ ରାଶିର ବ୍ୟକ୍ତିବିଶେଷ ପାଇଁ ଆଜି ଦିନଟି କିପରି କଟିବ। ପରିଶ୍ରମ ଦ୍ୱାରା ବ୍ୟବସାୟରେ ଲାଭବାନ ହେବେ। କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଳମ୍ବ ଦେଖାଦେଇପାରେ। ଆୟ ପାଇଁ ଚିନ୍ତିତ ରହିବେ। ବିରୋଧୀମାନେ ହଇରାଣ କରିପାରନ୍ତି ଅର୍ଥାତ ଶତ୍ରୁ ଉପୁଜିବ। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ତାପରେ ଜାଣିବା କର୍କଟ ରାଶିର ବ୍ୟକ୍ତିବିଶେଷ ପାଇଁ ଆଜି ଦିନଟି କିପରି କଟିବ। ଦୈନିକ ରୋଜଗାରରେ ପୂର୍ବ ଭଳି ରହିବ। ପରିଶ୍ରମ ଦ୍ୱାରା ବାକି ରହିଥିବା ଅର୍ଥ ଲାଭ ହେବ। ନୂତନ ଯୋଜନାର ସଫଳତା ଲାଭ କରିପାରନ୍ତି। ପାରିବାରିକ ସୁଖ ସମୃଦ୍ଧି ଶାନ୍ତି ବୃଦ୍ଧି ପାଇବ। ମନୋବଳ ବୃଦ୍ଧି ପାଇବ। ତାପରେ ଜାଣିବା ସିଂହ ରାଶିର ବ୍ୟକ୍ତିବିଶେଷ ପାଇଁ ଦିନଟି କିପରି କଟିବ। ବ୍ୟବସାୟ ପାଇଁ ସତର୍କତା ଆବଶ୍ୟକ, ନଚେତ୍ ହଇରାଣ କିଛି ହୋଇପାରନ୍ତି। ନୂତନ ଯୋଜନା ଆରମ୍ଭ କରିବାରେ ଚେଷ୍ଟିତ ରହିବେ। ଦୂରଯାତ୍ରା କରିପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେବ ଏବଂ ଛୋଟ ପିଲାଙ୍କ ଘରେ ପିଲାଙ୍କ ପାଇଁ କିଛି ଚିନ୍ତିତ ରହିବାକୁ ପଡ଼ିପାରେ। ତାପରେ ଜାଣିବା କନ୍ୟା ରାଶିର ବ୍ୟକ୍ତିବିଶେଷ ପାଇଁ ଦିନଟି କିପରି କଟିବ। ନିଜର କ୍ରୋଧ ଏବଂ କର୍କଶ ସ୍ୱଭାବ ଯୋଗୁଁ କର୍ମକ୍ଷେତ୍ରରେ କିଛି ହାନି ହୋଇପାରେ। କୌଣସି ଭଲ ମିତ୍ରଙ୍କ ସହ ବୁଝାମଣା ସାମାନ୍ୟ ଅସୁବିଧା ମଧ୍ୟ ହୋଇପାରେ। ଅପଯଶ ହୋଇପାରନ୍ତି। ନିଜର ପ୍ରିୟଜନଙ୍କ ଯୋଗୁଁ ଲାଭବାନ ହୋଇପାରନ୍ତି। ମହିଳାମାନେ ସାବଧାନତା ଅବଲମ୍ବନ କରିବା ଉଚିତ ଏବଂ ଘରେ ପାରିବାରିକରେ କିଛି ଅଶାନ୍ତି ହୋଇପାରେ। ତାପରେ ଜାଣିବା ତୁଳା ରାଶିର ବ୍ୟକ୍ତିବିଶେଷ ପାଇଁ ଦିନଟି କିପରି କଟିବ। ବ୍ୟବସାୟରେ ନିଜର ପରିଶ୍ରମ ଫଳରେ ଲାଭବାନ କିଛି ହେବେ। ଶାରୀରିକ ଅସୁସ୍ଥତା ଦୂର ହେବ। ଶତ୍ରୁମାନେ ପରାଜିତ ହୋଇପାରନ୍ତି। ନୂତନ ଦ୍ରବ୍ୟ ଲାଭର ଯୋଗ ଅଛି। ଆକସ୍ମିକ କିଛି ଧନ ହାନି ହୋଇପାରେ। ମହିଳାମାନେ ଦୁଶ୍ଚିନ୍ତାରେ ସମୟ ଅତିବାହିତ କରିବେ। ତାପରେ ଜାଣିବା ବିଛା ରାଶିର ବ୍ୟକ୍ତିବିଶେଷ ପାଇଁ ଦିନଟି କିପରି କଟିବ। ନୂତନ କର୍ମସଂସ୍ଥାନ ମିଳିପାରେ। ମାନ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ସଫଳତା ଲାଭ କିଛି କରିପାରନ୍ତି। ପାରିବାରିକ ସୁଖ ବୃଦ୍ଧି ହେବ। ବନ୍ଧୁ ସହଯୋଗ ମିଳିବ। ପାରିବାରିକ ସୁଖ ବୃଦ୍ଧି ହେବ। ମହିଳାମାନେ ନୂତନ ଦ୍ରବ୍ୟ ଲାଭ କରିବେ। ତାପରେ ଜାଣିବା ଧନୁରାଶିର ବ୍ୟକ୍ତିବିଶେଷ ପାଇଁ ଆଜି ଦିନଟି କିପରି କଟିବ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। କୌଣସି ଇପ୍ସିତ ବସ୍ତୁ ପାଇପାରନ୍ତି। ନୂତନ ଯୋଜନା ଆରମ୍ଭ କରିପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପିତ ହୋଇପାରେ। କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି। ମହିଳାମାନେ ସୁଖୀ ହେବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସାମାନ୍ୟ ହଇରାଣ ହୋଇପାରନ୍ତି। ତାପରେ ଜାଣିବା ମକର ରାଶିର ବ୍ୟକ୍ତିବିଶେଷ ପାଇଁ ଆଜି ଦିନଟି କିପରି କଟିବ।
ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଉପେକ୍ଷିତ ହୋଇପାରନ୍ତି। ଅଧୀନସ୍ଥ କର୍ମଚାରୀଙ୍କ ସହ ବାଧାବିବାଦ ଦେଖାଦେଇପାରେ। ବନ୍ଧୁ ସହଯୋଗ ମିଳିପାରେ। ବ୍ୟବସାୟରେ ଅର୍ଥଲାଭ ହୋଇପାରେ। ସାମାଜିକ ମାନ ସମ୍ମାନ ହାନିର ସମ୍ଭାବନା। ତାପରେ ଘରେ ପରିବାରରେ କିଛି ଅଶାନ୍ତି ମଧ୍ୟ ଲାଗିପାରେ। ତାପରେ ଜାଣିବା କୁମ୍ଭ ରାଶିର ବ୍ୟକ୍ତିବିଶେଷ ପାଇଁ ଆଜି ଦିନଟି କିପରି କଟିବ। ଭାଗ୍ୟ ଉଦୟର ସମ୍ଭାବନା। ନୂତନ ପ୍ରଣାଳୀରେ ବ୍ୟବସାୟିକ ଯୋଜନା ଆରମ୍ଭ କରିପାରନ୍ତି। ଚିର ପରିଚିତ ବ୍ୟକ୍ତିଙ୍କ ସହଯୋଗ ସହାନୁଭୂତି ମିଳିବ। ପରିଶ୍ରମ ଦ୍ୱାରା ଲାଭବାନ ହୋଇପାରନ୍ତି। ବନ୍ଧୁଙ୍କ ସହ ବାଦବିବାଦ ସୃଷ୍ଟି ହୋଇପାରେ। ମହିଳାମାନେ ଧର୍ମପରାୟଣ ହେବେ। ଛାତ୍ରଛାତ୍ରୀମାନେ ସଫଳ ଲାଭ କରିବେ। ତାପରେ ଜାଣିବା ମୀନ ରାଶିର ବ୍ୟକ୍ତିବିଶେଷ ପାଇଁ ଦିନଟି କିପରି କଟିବ। ସାମାଜିକ କାର୍ଯ୍ୟରେ ମନ ବଳାଇବେ। ବ୍ୟବସାୟ ପାଇଁ ସତର୍କ ରହିବା ନିହାତି ଆବଶ୍ୟକ। ନିଜର କିଛି ଅଭିଳାଷ ପୂରଣ ହୋଇପାରେ। କୌଣସି ଭୁଲ ଯୋଗୁଁ ଅର୍ଥହାନିର ସମ୍ଭାବନା। ବାଦବିବାଦ ଦେଖାଦେଇପାରେ। ସାବଧାନ ରହିବା ଉଚିତ। ମହିଳାମାନେ ସୁଖୀ ହେବେ। ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ। ଜୟ ମା ମଙ୍ଗଳା, ଜୟ ଶନିଦେବ। ଆସନ୍ତୁ ଜାଣିବା ସର୍ପ ସାପରୁ କାଳସର୍ପ ଦୋଷ କ'ଣ? କାଳସର୍ପ ଦୋଷ କାହାକୁ କୁହାଯାଏ? କିପରି ହୁଏ? କାହିଁକି ହୁଏ? କୌଣସି ବ୍ୟକ୍ତି ସାପକୁ ପ୍ରାଣରୁ ମାରିଲେ, ଦରମାରା କରି ଛାଡ଼ିଲେ, ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ସାପକୁ ମାରିଲେ, ସର୍ପ ଯୋଡ଼ିକୁ ଭାଙ୍ଗିଲେ, ସର୍ପ ପୋଷି ରଖିଲେ, ସର୍ପ ପ୍ରତି ଖରାପ ବ୍ୟବହାର କଲେ ସର୍ପ ସାପ ଲାଗେ। ଏହା ଜାତକ ଗୋଷ୍ଠୀରେ ପ୍ରମାଣ ରହେ। 1 ନମ୍ବର ହେଉଛି ଦୋଷ। କାଳସର୍ପ ଦୋଷ 12 ପ୍ରକାର। ଲଗ୍ନେଶ ସହ ରାହୁ ଯୁକ୍ତ ହେଲେ। 2 ନମ୍ବର ହେଉଛି ପଞ୍ଚମାସ ସହ ମଙ୍ଗଳ ଯୁକ୍ତ ହେଲେ। 3 ନମ୍ବର ହେଉଛି ବୃହସ୍ପତି ରାହୁ ଯୁକ୍ତ ହେଲେ। 4 ନମ୍ବର ହେଲା ପଞ୍ଚମରେ ରାହୁ ଥିଲେ ସର୍ପସାପ ଯୋଗ ହୁଏ। ଏହା ଧନ, ସନ୍ତାନ, ମାନ, ଜ୍ଞାନ ନଷ୍ଟ କରେ। ଏହିପରି ପିତୃ ମାତୃ ସାପ, ଭାତୃ ସାପ, ବ୍ରାହ୍ମଣ ସାପ, ପ୍ରେତ ସାପ, ବିଭିନ୍ନ ସାପ ଯୋଗରେ ମଧ୍ୟ ଧନ, ସନ୍ତାନ, ମାନ, ଜ୍ଞାନ ନଷ୍ଟ ହୁଏ। ଏସବୁ କାଳସର୍ପ ଜନିତ ହୁଏ। ଜାତକରେ ନଥିଲେ ସ୍ୱପ୍ନରୁ କାଳସର୍ପ ଯୋଗ ଜାଣିବା। ଜାତକ ନଥିଲେ, ଯେଉଁମାନଙ୍କର ଜାତକ ନାହିଁ, ଆମେ କାଳସର୍ପ ଦୋଷ ଲାଗିଛି ବୋଲି କିପରି ଜାଣିବା? ସ୍ୱପ୍ନରୁ ମଧ୍ୟ ଜାଣିହେବ। ସ୍ୱପ୍ନରେ ପାଣିରେ ସାପ ପହଁରିବା ଦେଖିଲେ ଏ ଏକ ପ୍ରକାର କାଳସର୍ପ ଯୋଗ। ସ୍ୱପ୍ନରେ ସାପ ଉଡ଼ିବା ଦେଖିଲେ ଏ ଏକ ପ୍ରକାର କାଳସର୍ପ ଯୋଗ। ସ୍ୱପ୍ନରେ ସାପ ମଳା ବାନ୍ଧି ବସିବା ଓ ଫଣା ଦେଖିଲେ ଇଏ ବି ଏକ ପ୍ରକାର କାଳସର୍ପ ଦୋଷ। ସ୍ୱପ୍ନରେ ବହୁତ ନାନା ପ୍ରକାର ସାପ ଦେଖିଲେ ଇଏ ବି ଏକ ପ୍ରକାର କାଳସର୍ପ ଦୋଷ। ସ୍ୱପ୍ନରେ ସାପ ନେଉଳ ଲଢ଼ାଇ ଦେଖିଲେ ଇଏ ବି ଏକ କାଳସର୍ପ ଦୋଷ। ସ୍ୱପ୍ନରେ ସର୍ପ ଗାଈ ଉପରକୁ ଡେଇଁବା ଦେଖିଲେ ଇଏ ବି ଏକ ପ୍ରକାର କାଳସର୍ପ ଦୋଷ। ସ୍ୱପ୍ନରେ ସର୍ପ ଫଣା କାଢ଼ି ଦଂଶନ କଲେ ଇଏ ମଧ୍ୟ ଏକ ପ୍ରକାର କାଳସର୍ପ ଦୋଷ। ସ୍ୱପ୍ନରେ ସାପ ଫଣା କାଢ଼ି ଜାତକକୁ ଦଂଶନ କରେ। ଏସବୁ ସ୍ୱପ୍ନ ଦ୍ୱାରା ଧନ, ସନ୍ତାନ ମାନ ନଷ୍ଟ ହୋଇ ମରଣ ତୁଲ୍ୟ ଦୁଃଖ ଦେଇଥାଏ। ମାନେ ଯେଉଁମାନଙ୍କର ଜାତକ ନାହିଁ, ସ୍ୱପ୍ନରେ ସ୍ୱପ୍ନ ଏହି ପ୍ରକାର ସାପର ସ୍ୱପ୍ନ ଦେଖିଲେ ଜାଣିବା ଯେ ସେମାନଙ୍କର କାଳସର୍ପ ଦୋଷ ଅଛି। ଦ୍ୱାଦଶ କାଳସର୍ପ ଦୋଷ କ'ଣ? ତାର ନିରାକରଣ ଏବଂ ବିଚାରପୂର୍ଣ୍ଣ ଭାବରେ କରିବା। ବିପରୀତ ଓ ଆଂଶିକ ଯୋଗ। ଅନନ୍ତ କାଳସର୍ପ ଯୋଗ। କୋଷ୍ଠୀ ଲଗ୍ନରେ ରାହୁ ରହି ସପ୍ତମରେ କେତୁ ରହିଲେ ପୂର୍ଣ୍ଣ କାଳସର୍ପ ଦୋଷ ଯୋଗ ହୁଏ ଓ ଲଗ୍ନରେ କେତୁ, ସପ୍ତମରେ ରାହୁ ବିପରୀତ କାଳସର୍ପ ଯୋଗ ହୁଏ। ରାହୁ ଓ କେତୁ ମଧ୍ୟରେ ସବୁ ଗ୍ରହ ରହିବା ଦ୍ୱାରା କାଳସର୍ପ ଯୋଗ ହୁଏ। କୌଣସି ଏକ ଗ୍ରହ ପରିଧରୁ ଅନନ୍ତରେ ଥିଲେ ଆଂଶିକ କାଳସର୍ପ ଦୋଷ ହୁଏ। ପ୍ରମାଣ ପୂର୍ଣ୍ଣ କାଳସର୍ପ ଯୋଗ, ବିପରୀତ କାଳସର୍ପ ଯୋଗ, ଆଂଶିକ କାଳସର୍ପ ଯୋଗ 3 ଭାଗରେ ବିଭକ୍ତ କରାଗଲା। ପ୍ରଥମ ହେଉଛି ପୂର୍ଣ୍ଣ କାଳସର୍ପ ଯୋଗ, ଦ୍ୱିତୀୟଟି ବିପରୀତ କାଳସର୍ପ ଯୋଗ, ତୃତୀୟଟି ଆଂଶିକ କାଳସର୍ପ ଯୋଗ। କାଳସର୍ପ ଯୋଗ 3 ଭାଗରୁ 12 ଭାଗରେ ବିଭକ୍ତ କରାଗଲା। ପ୍ରଥମ ହେଉଛି ଅନନ୍ତ କାଳସର୍ପ ଯୋଗ, ଦ୍ୱିତୀୟଟି ହେଉଛି କଳିକ କାଳସର୍ପ ଯୋଗ, ତୃତୀୟଟି ହେଉଛି ବାସୁକୀ କାଳସର୍ପ ଯୋଗ, ଚତୁର୍ଥ ହେଉଛି ଶଙ୍ଖପାଳ କାଳସର୍ପ ଯୋଗ, ପଞ୍ଚମଟି ହେଉଛି ପଦ୍ମକାଳ କାଳସର୍ପ ଯୋଗ, ଷଷ୍ଠ ହେଉଛି ମହାପଦ୍ମ କାଳସର୍ପ ଯୋଗ, ସପ୍ତମ ହେଉଛି ତକ୍ଷକ କାଳସର୍ପ ଯୋଗ, ଅଷ୍ଟମ ହେଉଛି କର୍କଟକ କାଳସର୍ପ ଯୋଗ, ନବମ ହେଉଛି ଶଙ୍ଖଚୂଡ଼ କାଳସର୍ପ ଯୋଗ, ଦଶମ ହେଉଛି ପାତକ କାଳସର୍ପ ଯୋଗ, 11 ହେଉଛି ବିଷାକ୍ତ କାଳସର୍ପ ଯୋଗ, 12 ହେଉଛି ଶେଷନାଗ କାଳସର୍ପ ଯୋଗ। ଏହି ଯୋଗ ଭିତରେ କାଲି ବର୍ଣ୍ଣନା କରିବା ସମ୍ପୂର୍ଣ୍ଣ ରୂପେ। ପ୍ରଥମେ ଅନନ୍ତ କାଳସର୍ପ ଯୋଗଠାରୁ ଆରମ୍ଭ କରିବା। ଜୟ ମା ମଙ୍ଗଳା, ଜୟ ଶନିଦେବ।